ବୁଲିର ଯେଉଁ ଭଉଣୀ ବିବାହ ହେଲା ସେଥିରେ ତୁମେ ଯାଇଥିଲ ତାଙ୍କ ଇଏ ଯେଉଁଠି ବିବାହ ହେଲା ସେ ଜାଗାକୁ ତୁମେ ଯାଇଥିଲ? ହଁ ମୁଁ ଯାଇଥିଲି ତାର ରିଙ୍ଗ ସେରିମନିକୁ। ରିଙ୍ଗ ଯାଇଥିଲ? ହଁ। କେତେ ଲୋକ ହେଇଥିଲେ? ଲୋକ ତାଙ୍କର ସେପଟରୁ 70 ଏପଟରୁ 80 150 ଲୋକ ସେଇ ରୋଷେଇ ହେଇଥିଲା। କିନ୍ତୁ ଆମ ଗାଁ ଲୋକ ଯାଇଥିଲେ କି? ହଁ ଆମ ଗାଁ ଲୋକ କେତେ ଜଣ? ଆମ ଗାଁରୁ ଯାଇଥିଲେ। ଆମର 70-80 ଲୋକ ହେବେ, ଝିଅ ବା ପୁଅ ସ୍ତ୍ରୀ। କିନ୍ତୁ ଯେତେବେଳେ ତାଙ୍କର ଅଧିକା ଲୋକ ହେଇଥିବେ। ହଁ ତାଙ୍କର ଟିକେ ଅଧିକା ଲୋକ ହେଇଥିଲେ। ହଁ। ଆଉ ରିଙ୍ଗ ସେରିମନି ଆମର ସଇଲା, ସେଠୁ ଆମେ ଖାଇବାକୁ ଆଇଲୁ, ଖାଇ ବସିଲୁ। ବସିବା ଭିତରେ 10-15 ଜଣ ବାହାର ଲୋକ ବସିକି ଖାଉଛନ୍ତି। ଆମେ ଭାବିଲୁ ଯେ ପୁଅ ତରଫରୁ ସେମାନେ ଖାଉଛନ୍ତି। କିନ୍ତୁ ଆମେ ଖାଇକିରି କ୍ଷୀରି ଦିଆ ହେଇନି, ସେମାନେ ଉଠି ପଳେଇଗଲେ। ମୁଁ ସବୁ ପଚାରିଲି ଯେ ଖାଇନାହାନ୍ତି କ୍ଷୀରି ପଳେଇଲେ ଉଠିକିରି ସିଏ ପୁଅ ବେଳା ନା ନାଇଁ ପୁଅ ବେଳାକୁ ଆମେ ଡାକିନି। ତେଣୁ ମୁଁ ଭାବିଲି ଯେ ଲୋକମାନେ ଏମିତି ଭୋଜି ଭାତରେ ଯାଇ ମାଗଣା ଖାଇବା ଗୋଟେ ଅଭ୍ୟାସରେ ପଡ଼ିଗଲାଣି। ହଁ, ଅଭ୍ୟାସରେ ପଡ଼େନି। କଥା ହେଉଛି ନିମନ୍ତ୍ରଣ ବିନା ନିମନ୍ତ୍ରଣରେ ସେମାନେ ଯାଉଛନ୍ତି କେମିତି? ତାଙ୍କର ଗୋଟେ ନିଜ ଲୋକ କିଏ ଚାହିଁଲା ତୁମେ ଟିକେ ଯିବ ଆମ ବିବାହର ହେଉଛି ଆଉ ସେଠି ରିଙ୍ଗ ସେରିମନି ହେବ ଆଉ ସେଠି ପହଞ୍ଚିବ। ତାକୁ ସିଏ କ'ଣ କଲା, ଗଲାବେଳେ କହିଲା ମୁଁ ଯାଉଛି ସେଠି ଇଏ କରିବାକୁ ନା ଆମେ ଯିବୁ, ଆଉ ମୁଁ ତ ନିମନ୍ତ୍ରଣ ନାହିଁ। ହଁ ତୁମେ ଯିବ, ମୁଁ ନିମନ୍ତ୍ରଣ କଲି, ଏ କଥା ବି କହୁଛନ୍ତି। ଯଦି ସିଏ ଲୋକଟା ନିମନ୍ତ୍ରଣ ପାଇଗଲା, ସିଏ ଗଲାବେଳେ ତାଙ୍କ ସାଙ୍ଗରେ ଆଉ 3 ଜଣଙ୍କୁ ଡାକିଦେଲା। ସିଏ 3 ଜଣ ଗଲେ, ସିଏ ବି ଆଉ ତାଙ୍କ ଲୋକଙ୍କୁ ଡାକିଦେଲେ, ସାଙ୍ଗସାଥି ପିଲା। ମାଗଣା ଖାଇବା ମଣିଷର ଗୋଟେ ଅଭ୍ୟାସ ହେଇଗଲାଣି, ଯାହାକି ଆମ ସମୟରେ ନିମନ୍ତ୍ରଣ କରି 3 ଥର ଯାଇକରି ଘରୁ ଡାକୁଥିଲେ। 3 ଥର ଡାକୁଥିଲେ। କିନ୍ତୁ ଯଦି କୌଣସି ଲୋକକୁ ଡାକୁନଥିଲେ, ଭୁଲ ଯାଇଛନ୍ତି ଡାକିବାଟା, ସିଏ ଆସୁନଥିଲା। ତେଣୁ ତାକୁ ଯାଇକି ଫେରେ ନିଜେ ଭୁଲ ମାଗିକିରି ତାକୁ ଆଣୁଥିଲେ। କିନ୍ତୁ ବର୍ତ୍ତମାନ ଯେଉଁ ସମାଜ, ଯାହାକି ଖାଲି ମାଗଣା ଖାଇବାରେ ଲୋକ ଗୁଡ଼ା ବ୍ୟସ୍ତ ତେଣୁ ବିନା ନିମନ୍ତ୍ରଣ ସେମାନେ ପହଞ୍ଚୁଛନ୍ତି, ତା ସାଙ୍ଗରେ ଆଉ 5 ଜଣଙ୍କୁ ମଧ୍ୟ ଡାକିକି ନେଇକି ଯାଇ ପହଞ୍ଚୁଛନ୍ତି। ସେ ଲୋକଟା ସେଦିନ ଭାଇ ଯେଉଁ 10-20 ଜଣ ଆସି ବସିକିରି ଖାଇଲେ, ମୁଁ ଭାବିଲି, ମୁଁ ଚିନ୍ତା କଲି ଇଏ ତ ପୁଅ ବେଲା ତରଫର ଲୋକ ନୁହନ୍ତି। ମୁଁ ସବୁ ଯାଇ ପଚାରିଲି, ମୁଁ ତମେ କେଉଁ ତରଫ ଲୋକ? ପୁଅ ତରଫ ନା ଝିଅ ତରଫ? ନା ନାଇଁ ଆମେ ପୁଅ ତରଫ ନୁହଁ, ଝିଅ ତରଫ ନୁହଁ। ମୁଁ ଆଉ ତମେ ବସିକିରି ଖାଇଲ କେମିତି? ଆଉ ଖାଇଲ ଯଦି ତମେ ଇଏ ଯେଉଁ କାମଟା କଲ, ଆଚ୍ଛା ତମେ ଝିଅକୁ ଅପଦସ୍ଥ କରିବ, ଝିଅ ପକ୍ଷକୁ ଅପଦସ୍ଥ କରିବ କି ନାହିଁ? ଯେଉଁ ପୁଅ ବେଲା ପକ୍ଷ ସିଏ ଖାଇବେ କ'ଣ? ଆଚ୍ଛା ତମେ ଜାଣିଶୁଣି ଜଣେ ଲୋକ ଅପଦସ୍ଥ କରୁଛ, ଆଠ ତମେ ଆମର ଗୋଟେ ସମାଜର ତମେ ଚିନ୍ତାଧାରା ତୁମର କ'ଣ? ସମାଜର ଚିନ୍ତାଧାରା ତୁମର କ'ଣ କହିଲ? ତାହେଲେ ତମେ ଏମିତି ବୁଲିବାଲିକିରି ଖାଇବ ପର ଉପରେ। ଆଉ ଏଇଟା ଆମ ଓଡ଼ିଆ ସ୍ୱାଭିମାନର ଚିନ୍ତାଧାରା ଠିକ୍ ନୁହେଁ। ତେଣୁ ମୁଁ ତୁମକୁ କହୁଛି, ଏଭଳି ବା ସମାଜକୁ ମୁଁ ମଧ୍ୟ କହୁଛି, ଏଭଳି ଉପରେ ପଡ଼ି ବା ବିନା ନିମନ୍ତ୍ରଣ ଯାଇକିରି କେଉଁଠି ଖାଇବାଟା ଅନୁଚିତ।